ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ଶୁଭ ସକାଳ। ଆପଣଙ୍କୁ ସ୍ୱାଗତ କରୁଛି ନିର ଓଡ଼ିଆ ଟିଭି କି। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ କରି ପାଖରେ ଥିବା ଅଲ୍ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ମୋଦିଙ୍କ ରୋଡ୍ ଶୋ ପାଇଁ ଭୁବନେଶ୍ୱର ଟ୍ରାଫିକ୍ କଟକଣା। ଅପରାହ୍ନ 2ଟାରୁ ଜନପଥ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ। ମିଳିଥିବା ଖବର ଅନୁଯାୟୀ ଆଜି ଅର୍ଥାତ୍ ଶୁକ୍ରବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ ବିଜେପି ପାର୍ଟି ଅଫିସରୁ ବାଣୀ ବିହାର ପର୍ଯ୍ୟନ୍ତ ରୋଡ୍ ଶୋରେ ଯୋଗଦେବେ ମୋଦି। ଏହି ରୋଡ୍ ଶୋ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ଟ୍ରାଫିକ୍ କଟକଣା ଜାରି ହୋଇଛି। ଭୁବନେଶ୍ୱର ଜନପଥ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ। 10 ତାରିଖ ଅପରାହ୍ନ 2ଟାରେ ରୋଡ୍ ଶୋ ସରିବା ପର୍ଯ୍ୟନ୍ତ ଜନପଥ ଯାହାକି ମାଷ୍ଟର କ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ରାସ୍ତା ଦେଇ କୌଣସି ପ୍ରକାର ଯାନବାହନ ଯିବା ଆସିବା କରିବ ନାହିଁ। ସେହିଭଳି 10 ତାରିଖ ଅପରାହ୍ନ 4ଟାରେ ରୋଡ୍ ଶୋ ସରିବା ପର୍ଯ୍ୟନ୍ତ ବାଣୀ ବିହାର ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହନ ଯିବା ଆସିବା କରିବ ନାହିଁ। ଏହିପରିକି ଜନପଥ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରେ କୌଣସି ପ୍ରକାର ଯାନବାହନ ଏହି ସମୟରେ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ ପୋଲିସ ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ରୁବେରା ଭାଇରସର ଭୟ, ଗର୍ଭବତୀଙ୍କୁ ସତର୍କ କଲେ ସ୍ୱାସ୍ଥ୍ୟ ବିଭାଗ। ମିଳିଥିବା ଖବର ଅନୁଯାୟୀ ନବରଙ୍ଗପୁର ଭୟ ବଢ଼ାଇଛି ରୁବେଲା। ଏହି ରୋଗରେ 2 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଗର୍ଭବତୀଙ୍କୁ ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମ ସନ୍ତାନ କ୍ଷେତ୍ରରେ ଭାଇରସଟି ଦେଖାଦିଏ। ଯେଉଁ ଗର୍ଭବତୀମାନଙ୍କଠାରେ ଲକ୍ଷଣ ଥିବ ଟେଷ୍ଟିଂ କରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରରେ 2ଟି ବ୍ଲକରେ 18 ଜଣଙ୍କୁ ଲକ୍ଷଣ ଥିଲା। ସମସ୍ତ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଭୟଙ୍କର କି ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ରୁବେଲା ମିଳିମିଳା ବା 3 ଦିନିଆ ମିଳିମିଳା ରୋଗ। ରୁବେଲା ଏକ ଭୂତାଣୁ ଏକ ସଂକ୍ରମଣ ନାମ। ଏହି ରୋଗ ଅତି ସାମାନ୍ୟ ଧରଣର ହୁଏ ଓ ଅଧିକ ଲୋକ ନିଜେ ଅସୁସ୍ଥ ଥିବା ଅନୁଭବ କରିପାରନ୍ତି। ସଂସ୍ପର୍ଶରେ ଆସିବାର 2 ସପ୍ତାହ ପରେ ରସ ବାହାରି ଓ 3 ଦିନ ମାତ୍ର ରୁହେ। ମୁହଁରେ ଆରମ୍ଭ ହେଲେ ସାରା ଦେହ ବ୍ୟାପିଯାଏ। ମିଳିମିଳା ରାସ ଭଳି ଏହାର ରାସ ଉଜ୍ଜ୍ୱଳ ନୁହେଁ, ବେଳେବେଳେ ଏହା କୁଣ୍ଡେଇ ହୁଏ। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଭୁବନେଶ୍ୱର ରିଙ୍ଗ ରୋଡ୍, ପାରାଦୀପରେ ଏୟାରପୋର୍ଟ ଓ ଚିଲିକାରେ ବ୍ରିଜ୍ ବନାଇବା ଓଡ଼ିଶା ପାଇଁ ଗଡ଼କରୀଙ୍କ ବ୍ୟାପକ ଘୋଷଣା। ମିଳିଥିବା ଖବର ଅନୁଯାୟୀ ଓଡ଼ିଶା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିଶ ଗଡ଼କରୀ ବଡ଼ ଘୋଷଣା। ପୁରୀ କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କରିଛନ୍ତି ଗଡ଼କରୀ। ଭୁବନେଶ୍ୱରରେ ହେବ 111 କିଲୋମିଟର ରିଙ୍ଗ ରୋଡ୍। ରିଙ୍ଗ ରୋଡ୍ 6 ଲେନ୍ ବିଶିଷ୍ଟ ହେବ। ଏଥିଲାଗି ଖର୍ଚ୍ଚ ହେବ 6,500 କୋଟି ଟଙ୍କା। ରିଙ୍ଗ ରୋଡ୍ର କାମ ଅକ୍ଟୋବରରୁ ଆରମ୍ଭ ହୋଇଯିବ। ତେବେ ରିଙ୍ଗ ରୋଡ୍ ଦ୍ୱାରା କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଯାତାୟାତ ସହଜ ହେବ ବୋଲି ଗଡ଼କରୀ କହିଛନ୍ତି। ସେହିଭଳି ଚିଲିକା ଉପରେ ପୋଲ ନିର୍ମାଣ ନେଇ ଗଡ଼କରୀ ବଡ଼ ଘୋଷଣା କରିଛନ୍ତି। ଟାଙ୍ଗୀ ଓ ଦିଘା ରାସ୍ତାରେ ପୋଲ ହେବ ଏବଂ 2 NHକୁ ସଂଯୋଗ କରିବ। 2ଟି ପୋଲ ହେବ। ଗୋଟିଏ 1 କିଲୋମିଟର, ଅନ୍ୟଟି 2.5 କିଲୋମିଟର ବିଶିଷ୍ଟ। 2ଟି ଲେନ୍ ବିଶିଷ୍ଟ ହେବ ଉଭୟ ପୋଲ। ଏଥିଲାଗି DPR ପ୍ରସ୍ତୁତି ଚାଲିଛି। ରାମେଶ୍ୱର, ପୁରୀ, କୋଣାର୍କ, ଦିଘା 4 ଲେନ୍ ବିଶିଷ୍ଟ ହେବ। 177 କିଲୋମିଟର ରାସ୍ତା ପାଇଁ 8,500 କୋଟି ଟଙ୍କା ଖର୍ଚ୍ଚ ହେବ। 2,000 କୋଟି 65 କିମିର 4ଟି ଲେନ୍ ଜାମୁଝାଡ଼ି ଧାମରା ରାସ୍ତା ହେବ। କଟକ ପାରାଦୀପ 87 କିଲୋମିଟର ରାସ୍ତା 4 ଲେନ୍ ବିଶିଷ୍ଟ ହେବ। କଟକ ପାରାଦୀପ 4 ଲେନ୍ ପାଇଁ ଖର୍ଚ୍ଚ ହେବ 2,370 କୋଟି। ସେହିଭଳି 200 କୋଟିର ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। ରାୟପୁରରୁ ବିଶାଖାପାଟଣା 6 ଲେନ୍ ରାସ୍ତାରେ 25,000 କୋଟି ଚାଲିଛି। 465 କିଲୋମିଟର ରାସ୍ତା ଓଡ଼ିଶାରେ ରହିଛି। 250 କିଲୋମିଟର ଡିସେମ୍ବର ସୁଦ୍ଧା ଏହା ସରିବ ବୋଲି ଗଡ଼କରୀ କହିଛନ୍ତି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଗଣିତ ପାଠ ସହଜ ପାଇଁ ବିକଶିତ ହେଲା ବିବି ଆପ୍। ଏହାକୁ ବ୍ୟବହାର କରି ସମସ୍ତ DEOକୁ ନିର୍ଦ୍ଦେଶନାମା ଦେଲା OSEPA। ମିଳିଥିବା ଖବର ଅନୁଯାୟୀ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ନୂଆ ଯୋଜନା ପ୍ରଣୟନ କରିବା ସହ ନୂଆ ବ୍ୟବସ୍ଥା ମଧ୍ୟ ଲାଗୁ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଗଣିତ ପାଠକୁ ସହଜ ସାଧ୍ୟ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିପାଇଁ ଏହା ପ୍ରସ୍ତୁତ କରାଯାଇଥିବା ବେଳେ ଉକ୍ତ ଆପ୍ରେ ଥିବା ଗେମ୍ ମାଧ୍ୟମରେ ପିଲାମାନେ ସହଜରେ ଗଣିତ ପାଠ ବୁଝିପାରିବେ। ସାଧାରଣତଃ ଅନେକ ଛାତ୍ରଛାତ୍ରୀମାନେ ଗଣିତ ପାଠ ବୁଝିନଥାନ୍ତି, ତେଣୁ ସବୁ ପିଲାମାନଙ୍କ ଗଣିତ ବିଷୟରେ ଦକ୍ଷ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ମୁନ୍ ଏକ୍ସପ୍ରେସ୍ ନେଇ ନାସାର ନୂଆ ପ୍ରୋଜେକ୍ଟ। ରେଲୱେ ଲାଇନ୍ ତିଆରି କରିବା ପାଇଁ କରୁଛି ପ୍ରସ୍ତୁତି। ମିଳିଥିବା ଖବର ଅନୁଯାୟୀ ଗତ କିଛି ବର୍ଷ ହେବ ଚନ୍ଦ୍ରରେ କିଛି ଅସମ୍ଭବ ପ୍ରୋଜେକ୍ଟ ଉପରେ କାମ କରିବାରେ ଚାଲିଛି। ଇସ୍ରୋ ଚନ୍ଦ୍ରଯାନ 3 ଲ୍ୟାଣ୍ଡିଂ କରିବାର ଏହା ସବୁଠାରୁ ତାଜା ଉଦାହରଣ ସୃଷ୍ଟି କରିଛି।
ଚନ୍ଦ୍ରକୁ ନେଇ ଗତ କିଛି ବର୍ଷରେ ସବୁ ଦେଶରେ ରିସର୍ଚ୍ଚ ବଢିଛି। ନାସା ଯଦି ନିଜର ଆଗାମୀ ପ୍ରୋଜେକ୍ଟ ସଫଳ ହୁଏ ତେବେ ଚନ୍ଦ୍ରକୁ ମଣିଷ ଚଲାବୁଲା କରିବା ସମ୍ଭବ ହୋଇପାରିବ। ନାସା ଚନ୍ଦ୍ରରେ ରେଲୱେ ଲାଇନ ବିଛାଇବା ପ୍ରୋଜେକ୍ଟ ଉପରେ କାମ କରୁଛି। ନାସାରେ ମୁନ୍ ଏକ୍ସପ୍ରେସ ମିଶନ ଏବେ କେତେ ପର୍ଯ୍ୟନ୍ତ ପହଞ୍ଚିଛି? ଆମେରିକା ମହାକାଶ ଏଜେନ୍ସି ନାସାର ମୁନ୍ ଏକ୍ସପ୍ରେସ ସମ୍ଭବ କରିବାରେ ଲାଗିଛି। ନାସାର ଏହି ପ୍ରୋଜେକ୍ଟ ଏବେ କୌଣସି ସାଇଣ୍ଟିଫିକ ଫିଜିକ୍ସ ଭଳି ଫିଲ୍ମ ଭଳି ଲାଗିପାରେ। ଯଦିଓ ଏହା ସମ୍ଭବ ଲାଗୁଛି ତେବେ ନାସାର ବୈଜ୍ଞାନିକ କହୁଛନ୍ତି ଆଗାମୀ କିଛି ଦଶନ୍ଧିରେ ଏହିଭଳି ସମ୍ଭବ ହେବ। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଅକ୍ଷୟ ତୃତୀୟା ପୂର୍ବରୁ ଶସ୍ତା ହେଲା ସୁନା, ରୂପା ମୂଲ୍ୟରେ ସାମାନ୍ୟ ବୃଦ୍ଧି। ମିଳିଥିବା ଖବର ଅନୁଯାୟୀ ଅକ୍ଷୟ ତୃତୀୟା ପୂର୍ବରୁ ସୁନାର ଦାମ ଶସ୍ତା ହେବାରେ ଲାଗିଛି। ସୁନା 10 ଗ୍ରାମ ପିଛା 110 ଟଙ୍କା ହ୍ରାସ ପାଇଥିବା ବେଳେ ସୁନା ମୂଲ୍ୟରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି। ତେବେ ରୂପାରେ 200 ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ତେବେ ଜାତୀୟ ସ୍ତରରେ 18 କ୍ୟାରେଟ ସୁନାର ଦର 22 କ୍ୟାରେଟ ସୁନାର ଦର 100 ଟଙ୍କା ଏବଂ 24 କ୍ୟାରେଟ ସୁନାର ଦର 110 ଟଙ୍କା କମିଛି। ଅପରପକ୍ଷେ ଏହି ସପ୍ତାହ ରୂପାର ଦର ବୃଦ୍ଧି ପାଇବାରେ ଲାଗିଛି।